দিনে জনম দিনে মরণ। ইয়ে কাহা লেখা? ସାରେ ବିଜୟ ମଲ୍ଲଙ୍କ ଲେଖା। ବିଜୟ ଭାଇ ଲେଖାଟେ। ଆଜ୍ଞା। ଆଉ ମୋ ଗାଁ ଲୋକ ଲେଖିବେନି କଣ? ଆଉ ନୃସିଂହ ହୋତା ଗାଁ ଲୋକ ଲେଖିବେ? ଦିନେ ମିଶାଣ ଦିନେ ଫେଡ଼ାଣ। ଇଏ ଜୀବନ ଇଏ ଜୀବନ ଦୁଇ ଦିନ। ଚାମଟେ ଦିଅ। ଆଜ୍ଞା। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ପେଡ଼ାଣ। ସତରେ ଆଜ୍ଞା ସୃଷ୍ଟିରେ ଆମେମାନେ ଦିନେ ଜନ୍ମ ହୋଇଛନ୍ତି, ମରିବା ନିଶ୍ଚିନ୍ତ। ୟାର ମର୍ମ କେମିତି ବିଜୟ ଭାଇ ଲେଖିଛି ଗୋଟେ ଜୀବନ ପର୍ଯ୍ୟାୟରେ ଆପଣ ମାନେ ଶ୍ରବଣ କର। ଜୀବନ ଦର୍ଶନ ଉପରେ କେଡ଼େ ସୁନ୍ଦର ଭଜନ ଜଟ ଭାଇ। ତମେ ଭାରି ଭଜନ ପ୍ରିୟ ଲୋକ, କିନ୍ତୁ ଦକ୍ଷିଣା ପ୍ରିୟ ଦଉନା କାହିଁ? ବ୍ରାହ୍ମଣକୁ ତ ଦକ୍ଷିଣା ଦେଇନା। ହଉ, ତୁମରି ପାଇଁ ସ୍ପେଶାଲ ଭଜନ ଟିକେ ଗାଉଛି। ଦିନେ ଜନମ ଦିନେ ମରଣ। ତେଣୁ ସୃଷ୍ଟିରେ ସମସ୍ତେ ଭଗବାନଙ୍କ ପଦରେ ଯଦି ଆଶ୍ରୟ ରଖିଥିବା ତାହେଲେ ଆମକୁ ପାର କରିବା ଦାୟିତ୍ୱ ତାଙ୍କର। ତେଣୁ ମା ଦକ୍ଷିଣକାଳୀଙ୍କ ପୀଠରେ ଜୋରଦାର କରତାଳି ଟିକେ ହଉ, ହରିବୋଲ ହଉ। ସମସ୍ତଙ୍କୁ ମଙ୍ଗଳ ରଖନ୍ତୁ। ନାଲୁ ଭାଇ ଆସିଗଲେଣି। ଜୟ ଜଗନ୍ନାଥ। ହସିବୁ ଦିନେ କାନ୍ଦିବୁ ଦିନେ। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ଫେଡ଼ାଣ। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ଫେଡ଼ାଣ। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ଫେଡ଼ାଣ। ଇଏ ଜୀବନ ଦୁଇ ଦିନ। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ଫେଡ଼ାଣ। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ଫେଡ଼ାଣ। ସଂସାର ଜାଲରେ ହେଉ ଛଟପଟ ମାୟା କୁଡ଼ିରେ ରହି। 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 ପରକୁ ଆପଣା କରିଛୁ ବୋଲି ତୁ ବୈରୀ ତ ନିଜ ଥାଇ। ପରକୁ ଆପଣା କରିଛୁ ବୋଲି ତୁ ବୈରୀ ତ ନିଜ ଥାଇ। ପାପରୁ ତୋରା ଫେରିବୁ ଧର୍ମ। ପାପରୁ ତୋରା ଫେରିବୁ ଧର୍ମ। ପାପରୁ ତୋରା ଫେରିବୁ ଧର୍ମ। ପାପରୁ ତୋରା ଫେରିବୁ ଧର୍ମ। କର୍ମ ବଳେ କରିଦେବୁ ଗୁଣନ। ଦିନେ ଜନମ ଦିନେ ମରଣ। ଦିନେ ମିଶାଣ ଦିନେ ଫେଡ଼ାଣ। ଦିନେ ଜନମ ଦିନେ ମରଣ। ଦିନେ
মরণ দিনে মিশাণ দিনে ফেরাণ হে দিনে জনম দিনে মরণ দিনে জনন দিনে ফেরান ইয়ে জীবন দুই দিন দিনে জনম দিনে মরণ দিনে মিশাণ দিনে ফেরাণ হে দিনে জনম দিনে মরণ দিনে বিধান দিনে ফেরান ଆଉ ହସିବୁ ଦିନେ କାନ୍ଦିବୁ ଦିନେ ହସିବୁ ଦିନେ କାନ୍ଦିବୁ ଦିନେ ଆଉ ହସିବୁ ଦିନେ କାନ୍ଦିବୁ ଦିନେ ହସିବୁ ଦିନେ କାନ୍ଦିବୁ ଦିନେ ଦିନେ ଜନମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ଦିନେ ଜନମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ଏ ଜୀବନ ଦୁଇ ଦିନ ଦିନେ ଜନମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ଦିନେ ଜନମ ଦିନେ ମରଣ ଦିନେ ମିଶାଣ ଦିନେ ଫେରାଣ ଇରେ ଅଢ଼େଇ ଦିନକୁ ଏତେ ଦେଖାଉ ବଡ଼ାଇ ଦିନେ ଜନମ ଦିନେ ମରଣ ଜନମ ମରଣ ଦୁଇ ଦିନ ମଝିରେ ଅଧବଳିଏ ଛାଇ ଦିନେ ଜନମ ଦିନେ ମରଣ 100 ବର୍ଷ ପର ମାଇରୁ 50 ରାତି ଗଲା ବୃଦ୍ଧ ବାଲ୍ୟରେ ପଣ୍ଡିତେ ଏ 25 ଚାଲିଗଲା 75 ଗଲା ପରେ ଆଉ 25 ବରଷ 25 ବର୍ଷରେ ଇଏ ଦେଖାଉଛି ଦର୍ପ କେତେ ଜ୍ଞାନୀ କେତେ ଗୁଣୀ ପଣ୍ଡିତେ ଗଲେ ମିଶି ଗଲେଣି ପଣ୍ଡିତେ ଏ ମା ଧରଣୀ କାହିଁକି ଦେଖାଉ ବଡ଼ାଇ ତ ବଡ଼ାଇ ରହିବ ନାହିଁ ଗର୍ବ କରି ବଡ଼ାଇ କଲେ ପ୍ରଭୁ ତା ନେବେ ଛଡ଼ାଇ ସମବେତ ସମ୍ମାନିତ ସାଧୁ ସନ୍ଥ ଧୀମନ୍ତ ମଣ୍ଡଳୀ ଏବଂ ମୋର ଅର୍ଚ୍ଚନୀୟ ମା ମାନ ମଉସା ଯୋଉ ରାଧା କୃଷ୍ଣଙ୍କ ଉପରେ ଏତେ କଥା ଏତେ ଅର୍ଦ୍ଦଳି ଜଗନ୍ନାଥ ଦାସ ଦ୍ୱାଦଶ ସ୍କନ୍ଦ ଭାଗବତ ରଚନା କଲା ପରେ ଗୁରୁତ୍ୱ ଦେଲେ କୃଷ୍ଣ ରସ ଉପରେ କହଇ ଦାସ ଜଗନ୍ନାଥ କୃଷ୍ଣ ଚରିତ କୃଷ୍ଣ ଚରିତ ଭାଗବତ କୃଷ୍ଣଙ୍କ କଥା ମଉସା ଭାଗବତରେ ଯେତିକି ଅଛି ରାମଙ୍କ କଥା ସେତିକି ଅଛି ଅନ୍ୟଙ୍କ କଥା ସେତିକି ଅଛି ଯଦି ହେ ଜଗନ୍ନାଥ ଦାସ ଆପଣ କୃଷ୍ଣ ଚରିତକୁ ଗୁରୁତ୍ୱ ଦେଇ ଭାଗବତରେ ଗୋପ ଲୀଳା କଲେ ଦ୍ୱାରକା ଲୀଳା କଲେ ହେଲେ ଇଏ ପ୍ରକୃତରେ ଯୋଉ ଯୋଗ ମାୟା ରାଧାଙ୍କ ନାମକୁ ତୁମ ଭାଗବତରେ କାହିଁକି ଲେଖିଲ ନାହିଁ ରେ ଆଉ ଇଏ ରାଧା ବିନ କୃଷ୍ଣ ପ୍ରେମ ତ ଧୁରା ବିଚାର କର ଗୋସାଇଁ ହେ ରାଧା ଅଛନ୍ତି ଅଛନ୍ତି ରାଧା ଭାଗବତରେ ରାଧା କଥା ଅଛି ଆପଣ ମାନେ କୁହନ୍ତୁ ରାଧା ବଲ୍ଲଭ ଅଛନ୍ତି ରାଧା ବଲ୍ଲଭ କହିଲେ କୃଷ୍ଣଙ୍କୁ ବୁଝାଏ ଲକ୍ଷ୍ମୀକାନ୍ତ କହିଲେ ନାରାୟଣକୁ ବୁଝାଏ ପର୍ଟିକୁଲାର ରାଧା ଚରିତ୍ରକୁ ଜଗନ୍ନାଥ ଦାସ ଭାଗବତରେ ଚିତ୍ରଣ କଲେନି ଇଏ ରାଧା କିଏ ରାଧା ପଣ୍ଡିତ ଗୋଟେ ନାରୀ କେହି ନାହିଁ ମୁଁ ଆପଣ ମାନଙ୍କୁ ଭୃଗୁ ଠାରୁ ଅଳ୍ପ ଅଳ୍ପ ଶୁଣେଇ ଶୁଣେଇ ଯିବି ବିଷୟ ପୂର୍ଣ୍ଣ କରିବାକୁ ପଡ଼ିବ ଆଜି ରାତି 11ଟା ଯାଏ ମୁଁ ପାଲା କରିବାକୁ ରେଡି ଅଛି ଆଉ 11ଟାରେ ଆଜି 7:30 ଆରମ୍ଭ ହେଲା 11ଟାରୁ ହବନି କ'ଣ ହବ ତାହେଲେ ପଣ୍ଡିତ ରାଧା କିଏ ଭୃଗୁ ଲେଖିଲେ ଭୃଗୁ ସଂହିତାରେ
ମୁଁ ଅଳ୍ପ ସମୟ ଆପଣଙ୍କୁ ରାଧା ଚରିତ୍ର ଟିକେ ଚିତ୍ରଣ କରେଇବି, ତାପରେ ରାଧା କେମିତି ଧରା ପକ୍ଷକୁ ଆସିବେ ହଁ ସେ ବିଷୟରେ ଆଜି ଚାରିପଦ କଥା କହିବା। ଯେଇ ରାଧା ସେଇ ଲକ୍ଷ୍ମୀ, ସେଇ ମହାଲକ୍ଷ୍ମୀ, ମହାକାଳୀ, ମହାସରସ୍ୱତୀ, ବାহ ବାହ ବଢିଆ କଥା। ସେଇ ଶକ୍ତି। କଲା ଉ ସୃଷ୍ଟୁ ନେତି ରାସବଦ ଧାରଣେ পোষণে চোধা তদগতি রীতি সম্পন্ন নাম নায়েব গরিয়সী। ভৃগু কহিলে উপেরে ধা তলে রা। সবু মা মানে জ্ঞানী মানে পিলা মানে বুঝ, ଆମେ ମାନେ ସମସ୍ତେ ଆଛି ସେ ଧାରୁ ରାଗ ସଂସାରକୁ ଆସିଛନ୍ତି କାହିଁକି ନା ଦୁଃଖ ଭୋଗିବାକୁ। ଏ ପିଲେମାନେ ଏଠି ଯେତେ ବସିଛ ଆପଣ ମାନେ, କିଏ ବିଦ୍ୟାରେ ଆଗେଇଛ, କିଏ ଧନରେ ଆଗେଇଛ, ମୁଁ ଆପଣମାନଙ୍କୁ ଆପଣଙ୍କର ଜୀବନ ପର୍ଯ୍ୟାୟକୁ ତନଖିବାକୁ ପରଖିବାକୁ କହୁଛି। ଆଜ୍ଞା ଆଜ୍ଞା। ଆପଣମାନଙ୍କ ଭିତରୁ କିଏ ସୁଖରେ ଅଛନ୍ତି? କେହି ସୁଖରେ ନାହାନ୍ତି। ସାର୍ ମୋର ଅସୁବିଧା କିଛି ନାହିଁ, ମୋର ବ୍ୟାଙ୍କରେ 700 ଟଙ୍କା ଅଛି ନା ଦେବି। ଆଉ ବହୁତ ଟଙ୍କା ରଖିଛୁ ଆଉ। ଦୁନିଆରେ ଯୋଉ ପୁଅକୁ ଏତେ ଶ୍ରଦ୍ଧା କରି ବଢେଇଥବୁ, ଆଜ୍ଞା ହଁ ବୋହୁ ଆସିଲା ପରେ ସେ ପୁଅ ଯଦି କହିବ ବୁଢା ଆମ ପାଇଁ କଣ କରିଥିଲା କି, ସରିଗଲା। ସରିଗଲା। ଯେତେ କୋଟିପତି ହେଇଥାଅ, ହଁ ମଣିଷ ଶରୀରରେ ଯଦି ରୋଗ ଅଛି, ଆଜ୍ଞା ଡାଇବେଟିସ୍ ପେସେଣ୍ଟ, ପୁଅ ବାହାଘର ହଉଛି, ଏଡେ ଏଡେ ରସଗୋଲା ଥୁଆ ହେଇଛି, ହଁ ବୁଢା ଯଦି ଆଡକୁ ସାଡକୁ ଚାହିଁକିରି ଗୋଟେ ଧଇଲା ଖାଇବାକୁ ଭାରି ଜାଗେ, ହଁ ହଁ ଖା ନା ବଢିଯିବ। ଖାନା ସୁଖ ଆଇଲା କୋଉଠୁ? ଯଦି ପୁଅ ତୋ ଭିତରେ ବିଷ ଭରିଲା, ଆଜ୍ଞା ଯୋଉ ସ୍ତ୍ରୀ କି ପୁଅ ପଣତ କାନି ଛାଡୁ ନଥିଲୁ, ସେଇ ସ୍ତ୍ରୀ ଯଦି ତୋ ଭିତରେ ବିଷ ଭରିବ, ଭରିଲା। ସମୟ ନାହିଁ ସ୍ତ୍ରୀ ସ୍ୱାମୀ ଭିତରେ କେତେବେଳେ ବିଷ ଭରେ, ଆଜ୍ଞା ହଁ ପୁଅ ବାପା ଭିତରେ କେତେବେଳେ ବିଷ ଭରେ। ହଁ ଆନନ୍ଦ ଆଇଲା କୋଉଠୁ? ଠିକ ଠିକ ଠିକ। ନୃସିଂହତା ସେଦିନ କହୁଥିଲା ଲକ୍ଷ୍ମୀ ହଉଛନ୍ତି ଜଗନ୍ନାଥଙ୍କର ମା, ସ୍ତ୍ରୀ ପୁରୁଷର କେତେବେଳେ ମା ହବ ସେଟା ବୁଝେଇଥିଲେ କଥା ସରିଯାଇଥାନ୍ତା। ହେଲା? ସେ କଥା କିଛି କହିଲେନି। ସାର୍ ଆମର କହିଥିଲେ କହିବେ ବୋଲି କହୁନାହାନ୍ତି। ସ୍ତ୍ରୀ କଣ ମା ହବ? ସମୟ ନାହିଁ ଆଜି। ସ୍ତ୍ରୀ ଖାଲି ମା ହବନି, ଆଉ କଣ? ଯୋଉ ସ୍ତ୍ରୀ ମା ନ ହେଇଛି, ହଁ ଶଯ୍ୟାର ସଙ୍ଗିନୀ ହେଇନାହିଁ, ନା। ମନ୍ତ୍ରୀ ହେଇନାହିଁ, ଦାସୀ ହେଇନାହିଁ, ସେ କି ସ୍ତ୍ରୀ? ଆଜିର ସମାଜରେ ଗୋଟାଏ ସ୍ତ୍ରୀ ଗୋଟାଏ ସ୍ୱାମୀ, ଆଜ୍ଞା ବେଳ ପଇଲେ ତାଙ୍କ ଜୀବନ ପର୍ଯ୍ୟାୟ ଠିକ ନାହିଁ, ବାଡିଆ ପିଟା ହିଁ ମହିଳା କମିଶନ। ମୋ ମା ମାନେ ବିଚାର କର, ଯେତିକି ବସିଛ, ଆଜ୍ଞା ଦ୍ୱାପର ଯୁଗରେ ଗୋଟାଏ ନାରୀ ଦ୍ରୌପଦୀ, ହଁ ତାର 5 ପତି, ସେ 5ଟା ପତି କି ମ୍ୟାନେଜ କରିଥିଲା ନା ନାଇଁ? ସେ ହଁ କରିଥିଲା। ଝଗଡ଼ା ଦିନ ହେଇଛି କରିନାହିଁ। କୋଉ ବେଳରେ ସ୍ୱାମୀ ପାଖରେ କେମିତି ଅଭିନୟ କଲେ ଆଜ୍ଞା ସଂସାରରେ ସ୍ୱାମୀ ମନରେ ଅପୁରନ୍ତ ଆନନ୍ଦ ସ୍ତ୍ରୀ ଭରିଦବ, ବାସ୍। ପାଲାରେ ଅଛି ନା? ଦୟା କରି କହନ୍ତୁ। ତୋ ସ୍ତ୍ରୀର ତୋର କେବେ ଜୀବନରେ ଅପୁରନ୍ତ ଆନନ୍ଦ ନାହିଁ। ନା ତୋ ସ୍ତ୍ରୀ ତ ତୋତେ ଓଲଟା ବାଡେଇଲା କୁଆଡେ ହଁ ଆଜ୍ଞା, କେଇ ଥର? 3 ଥର ବାଡ଼ିଲେ। ତୋ ପିଲାମାନେ କିଛି କହିଲେ ନାହିଁ? ବଡ଼ ପଦ ପାଲାକୁ ଯାଉଛି, ହଁ ସାମଟା ଗାଁରେ ଅଛି, ହଁ। ମା ବେଲେ ପଡ଼ିକି ସେ 2 ଥର ବାଡ଼ିଲେ। ଓ ସ୍ତ୍ରୀ ବାଡଉଛି, ପିଲା ବାଡଉଛନ୍ତି, ତଥାପି ତୁ ବଞ୍ଚିଛୁ ମୋତେ ଦୁଃଖ ଲାଗୁନି ଆଜ୍ଞା। କାହିଁକି? ଯେମିତି ପଦାରେ ଦେଖିଥାଉ ମୋ ପୁଅ ମୋତେ ହଁ ବାପା ବୋଲି ଡାକୁଛି। ବାଡଉଛି, ବାପା ଡାକୁଛି, ସେଇଥର ତୋର ଆନନ୍ଦ। ସ୍ତ୍ରୀ ମାଡ଼ ମାଇଲା ଦୁଃଖ ଲାଗିଲାନି କାହିଁକି? ଯୋଉ ରୋଷେଇ କରିକି ଦଉଛି, ଆଉ ତାହେଲେ ଠିକ ଅଛି, ହଉ ହଉ ରୋଷେଇ କରିଦଉଛି ଆଉ ବାଡେଇବ। ଆଜ୍ଞା ଆଜ୍ଞା